ଜୟ ଶ୍ରୀ ଜଗନ୍ନାଥ ଭାଇ ମାନେ ସର୍ବପ୍ରଥମ ଗୁରୁଦେବ ଗଣପତି ଜଗଦମ୍ବାଙ୍କୁ ପ୍ରଣାମ କରି ଆମେ ଆମ ପଞ୍ଚାଙ୍ଗ ସେସନକୁ ଆଗକୁ ବଢେଇବା। କାଲି ଆମେ ପଢିଥିଲି ନିନ୍ଦ୍ୟ ତିଥି। ନିନ୍ଦ୍ୟ ତିଥି ଆମେ କାଲି କମ୍ପ୍ଲିଟ କରିଦେଇଥିଲେ। ଆଉ ଆଜି ଆମେ ଶୂନ୍ୟ ତିଥି ବି ପଢି ଦେଇଛେ ବୋଧେ ଆମେ ଆଗରୁ। यस। ତ ଆଜି ଆମେ ପଢିବା ଶୂନ୍ୟ ନକ୍ଷତ୍ର। ଠିକ ଅଛି। ଆଜି ଆମେ ଶୂନ୍ୟ ତିଥି ଆମେ ପଢି ଦେଇଛେ ଅଲରେଡି। ଆଜି ଆମେ ପଢିବା ଶୂନ୍ୟ ନକ୍ଷତ୍ର। ତ ଚାଲନ୍ତୁ ଆରମ୍ଭ କରିବା। କଣ ଶୂନ୍ୟ ନକ୍ଷତ୍ର? ଆମେ ଅଲରେଡି ଶୂନ୍ୟ ତିଥି ପଢି ଦେଇଛେ। ଆଜି ଆମେ ପଢୁଛେ ଶୂନ୍ୟ ନକ୍ଷତ୍ର। ଠିକ ଅଛି। ମାଘ ବା ଏଇ ଯୋଉ ଶୂନ୍ୟ ନକ୍ଷତ୍ର କଣ ନା ଏଇଟା ମାସ ପ୍ଲସ ନକ୍ଷତ୍ରର ସମ୍ମିଶ୍ରଣରେ ଘଟିତ ହୁଏ। ଠିକ ଅଛି। ସେଇଟା ଥିଲା ମାସ ଆଉ ତିଥିର ଶୂନ୍ୟ ତିଥି ଥିଲା ମାସ ଆଉ ତିଥିର। ଶୂନ୍ୟ ନକ୍ଷତ୍ର ହେଲା ମାସ ପ୍ଲସ ନକ୍ଷତ୍ରର ସମ୍ମିଶ୍ରଣରେ ଏଇ ଜିନିଷଟା ଘଟିତ ହୁଏ। ଏବଂ ଶୂନ୍ୟ ନକ୍ଷତ୍ର କାମ କଲେ କଣ କଣ ହୁଏ, ଶୂନ୍ୟ ନକ୍ଷତ୍ର କଣ କଲେ କଣ ଲାଭ କଣ କ୍ଷତି, ସେ ବିଷୟରେ ଆମେ ଡିଟେଲି ଜାଣିବା। ଆଗ ଆମେ 12 ମାସର ନାଁ ଲେଖିଦବା। ଚୈତ୍ର, ବୈଶାଖ, ଜ୍ୟେଷ୍ଠ, ଆଷାଢ, ଶ୍ରାବଣ, ଭାଦ୍ରବ, ଆଶ୍ୱିନ, କାର୍ତ୍ତିକ, ମାର୍ଗଶିର, ଫାଲ୍ଗୁନ, ଭାଦ୍ରବ, ଆଶ୍ୱିନ, କାର୍ତ୍ତିକ, ମାର୍ଗଶିର, ଫାଲ୍ଗୁନ, ଚୈତ୍ର, ବୈଶାଖ, ଜ୍ୟେଷ୍ଠ, ଆଷାଢ, ଶ୍ରାବଣ, ଭାଦ୍ରବ, ଆଶ୍ୱିନ, କାର୍ତ୍ତିକ, ମାର୍ଗଶିର, ପୌଷ କୁଆଡେ ଗଲା ମ? ପୌଷକୁ ଲେଖୁନି। ପୌଷ, ମାଘ, ପୌଷ, ମାଘ, ଫାଲ୍ଗୁନ। ଠିକ ଅଛି। ବର୍ତ୍ତମାନ ଆମେ ମାସ ବିଷୟରେ ଜାଣିଥିଲେ। ଏବେ ଆମେ ଜାଣି ଏଇ ମାସରେ କୋଉ ତିଥି ଗୁଡାକ ଶୂନ୍ୟ ନକ୍ଷତ୍ର। ଠିକ ଅଛି। ଚୈତ୍ର ମାସରେ ରୋହିଣୀ ଓ ଅଶ୍ୱିନୀ। ବୈଶାଖ ମାସରେ ଚିତ୍ରା ଓ ସ୍ୱାତି। ଜ୍ୟେଷ୍ଠ ମାସରେ ଏବେ जोड़ा चलची ଆଉ ଚିତ୍ର ସତ। ହଁ ନାଇଁ ନାଇଁ ଏବେ ଜ୍ୟେଷ୍ଠ ମାସ ଚାଲିଛି ନା ଭାଇ। ହଁ ଏବେ ଜ୍ୟେଷ୍ଠ ଚାଲିଛି। ମେରେ ହଁ ମେ ଜୁନ ଉତ୍ତରାଷାଢା ଓ ପୁଷ୍ୟା। ପୌଷ। ଆଷାଢ ମାସରେ ପୂର୍ବ, ଫାଲ୍ଗୁନୀ ଓ ଧନିଷ୍ଠା। ଶ୍ରାବଣ ମାସରେ ଉତ୍ତରାଷାଢା, ଉତ୍ତରା ଉତ୍ତରାଷାଢା, ଶ୍ରବଣା। ଶ୍ରାବଣ ଭାଦ୍ର ମାସରେ ଶତଭିସା ଓ ରେବତୀ।
ତାପରେ ଆଶ୍ୱିନ ମାସରେ ହଉଛି ପୂର୍ବ ଭାଦ୍ରପଦ। କାର୍ତ୍ତିକ ମାସରେ ହଉଛି କୃତ୍ତିକା ଓ ମଘା। ମାର୍ଗଶିର ମାସରେ ହଉଛି ଚିତ୍ରା ଓ ବିଶାଖା। ପୌଷ ମାସରେ ରହୁଛି ଆର୍ଦ୍ରା, ଅଶ୍ବିନୀ, ହସ୍ତା। ମାଘ ମାସରେ ରହୁଛି ଶ୍ରବଣା ଓ ମୂଳା। ଆଉ ଫାଲ୍ଗୁନ ମାସରେ ଦ୍ୱିଜା ଓ ଜ୍ୟେଷ୍ଠା। ଆପଣ ମାନେ ମନେ ରଖନ୍ତୁ ଏଇ ଜିନିଷଟାକୁ, ମୁଁ ଏଇ ଚାର୍ଟଟା ଲେଖିଦେଲି। ଏଇ ଚାର୍ଟଟା ଲେଖିବା ଦ୍ଵାରା ଆପଣ ମାନେ ଏଥର କଣ ଜାଣୁଛନ୍ତି କି ଭାଇ ଚୈତ୍ର ମାସର ରୋହିଣୀ, ଏଇଟା ହେଲା ପ୍ରଥମ ଚୈତ୍ର ମାସ। ଚୈତ୍ର ମାସରେ ଉଭୟ ପକ୍ଷର ରୋହିଣୀ ଓ ଅଶ୍ୱିନୀ ନକ୍ଷତ୍ର, ବୋଧ କୃଷ୍ଣ ଆଉ ଶୁକ୍ଳ ପକ୍ଷରେ ବୋଧ ରୋହିଣୀ ଆଉ ଅଶ୍ୱିନୀ ନକ୍ଷତ୍ରକୁ ଶୂନ୍ୟ ନକ୍ଷତ୍ର ବୋଲି କୁହାଯାଇଛି। ସେମିତି ବୈଶାଖ ମାସରେ ଉଭୟ ପକ୍ଷର କୃଷ୍ଣ ଏବଂ ଶୁକ୍ଳ ପକ୍ଷର ଚିତ୍ରା ଓ ସ୍ୱାତିକୁ ଶୂନ୍ୟ ନକ୍ଷତ୍ର କୁହାଯାଇଛି। ଜ୍ୟେଷ୍ଠରେ ଉତ୍ତରାଷାଢ ଓ ପୁଷ୍ୟ ଉଭୟ ପକ୍ଷର, ଜ୍ୟେଷ୍ଠ ମାସର ଉଭୟ ପକ୍ଷର ଉତ୍ତରାଷାଢ ଓ ପୁଷ୍ୟକୁ ଶୂନ୍ୟ ନକ୍ଷତ୍ର କୁହାଯାଇଛି। ଆଷାଢ ମାସର ବୋଧ କୃଷ୍ଣ ଏବଂ ଶୁକ୍ଳ ପକ୍ଷର ପୂର୍ବ ଫାଲ୍ଗୁନୀ ଓ ଧନିଷ୍ଠ ନକ୍ଷତ୍ରକୁ ଶୂନ୍ୟ ନକ୍ଷତ୍ର କୁହାଯାଇଛି। ଏଇଗୁଡାକ ସବୁ ଦେଖି ଚାଲି ଯାଇଛି। ଆପଣ ମାନେ ଏଇ ଲିଷ୍ଟଟା ଦେଖିପାର। ଶୂନ୍ୟ ନକ୍ଷତ୍ରରେ ଯେଉଁ ଶୁଭ କର୍ମ, ଶୂନ୍ୟ ନକ୍ଷତ୍ରରେ ଶୁଭ କର୍ମ କରାଯାଇ ପାରିବ, ଏଇଟା କ୍ଲିୟର ହେଇଯାଆନ୍ତୁ ଆପଣ। ଏଇଟା ସବୁଠୁ ମନା କରୁଥିଲି, ଏଥିରେ ଶୁଭ କର୍ମ କରାଯାଇ ପାରିବ। ଯଦି କରାଯାଇ ପାରିବ ଲେଖିଦିଆ, କରାଯାଇ ପାରିବ, ନିଶ୍ଚିତ କରାଯାଇ ପାରିବ, ମନା ନାହିଁ, ହେଇପାରିବ। କିନ୍ତୁ ଶାସ୍ତ୍ର କହେ ଏଇ ଶୂନ୍ୟ ନକ୍ଷତ୍ରରେ କରାଯାଉଥିବା କାମ, ଶୁଭ କାମ ଧନ କ୍ଷୟର କାରକ ହୁଏ। ଯଦି କଲ, କଣ ରେଜଲ୍ଟ ଆସିବ ନା ଧନ କ୍ଷୟ। ତେଣୁ ଶୁଭ କାମ କରିପାରିବ, ଏମିତି ମନା ନାହିଁ କି କରାଯାଇ ପାରିବ ନାହିଁ। କିନ୍ତୁ ଶୁଭ କାମ ଯୋଉଟା କରିବ, ସିଏ ତମର ଦରକାରଠୁ ଅଧିକା ଧନ ବ୍ୟୟ ବା ଧନ ଖର୍ଚ୍ଚାନ୍ତ କରେଇବ। ତମ କର୍ମ ବେଳେ ବି କରେଇବ ଏବଂ ପରେ ମଧ୍ୟ, ଶୁଭ କର୍ମ କରିସାରିଲା ପରେ ମଧ୍ୟ ଧନ କ୍ଷୟ ବହୁତ ମାତ୍ରାରେ ହବ। ତେବେ ଆଜିର ସେସନରେ ଆମେ କଣ ଜାଣିଲେ? ଶୂନ୍ୟ ନକ୍ଷତ୍ର। ଶୂନ୍ୟ ନକ୍ଷତ୍ର ମାନେ ଗୋଟେ ମାସ, ଆମର ଯୋଉ ହିନ୍ଦୁ ସନାତନ ମାସ ଅଛି, ସେଇ ସନାତନ ମାସ ତଥା ସେଇ ନକ୍ଷତ୍ରର ଯୋଉ ନକ୍ଷତ୍ର ଗୁଡିକ ରହିଛି, ଗୋଟେ ସ୍ପେସିଫିକ ନକ୍ଷତ୍ର, ତାର କମ୍ବିନେସନ ରେ ବନେ। ପଏଣ୍ଟ ନମ୍ବର 1। ପଏଣ୍ଟ ନମ୍ବର 2, ଏଥିରେ ଆମେ ଶୁଭ କର୍ମ କରିପାରିବା। ଏଥିରେ ଶୁଭ କର୍ମ ବର୍ଜନୀୟ ନୁହେଁ କି ନିନ୍ଦ୍ୟ ନୁହେଁ। ଠିକ ଅଛି? ଯେମିତି ଶୂନ୍ୟ ତିଥିରେ ବର୍ଜନୀୟ ଥିଲା, ଠିକ ଅଛି, ଏବଂ କେବଳ ଶ୍ରାଦ୍ଧ କର୍ମ ଗୁଡା କରାଯାଇ ପାରୁଥିଲା, ପିତୃକର୍ମ କରାଯାଇ ପାରୁଥିଲା, ଶୂନ୍ୟ ନକ୍ଷତ୍ରରେ ମଙ୍ଗଳ କର୍ମ କରାଯାଇ ପାରିବ, କୌଣସି ଅସୁବିଧା ନାହିଁ। କିନ୍ତୁ ଏଇ ଶୂନ୍ୟ ନକ୍ଷତ୍ର ଯଦି ମଙ୍ଗଳ କର୍ମ କରାଯାଏ, ତାହେଲେ ତାହା ଧନ କ୍ଷୟର କାରକ ହବ। ଯୋଉ ମଙ୍ଗଳ କର୍ମ କରୁଛନ୍ତି ସେଥିରେ ଦରକାରରୁ ଅଧିକା ଧନ କ୍ଷୟ ହବ, ଏବଂ ସେଇ ଶୁଭ କର୍ମ ଯୋଉ କରୁଛନ୍ତି ତାର ରେଜଲ୍ଟାଣ୍ଟ ଆଉଟପୁଟ ବି ଧନ କ୍ଷୟ କରେ। ଏମିତି ନାହିଁ କି ଶୁଭ କର୍ମ କରିପାରିବ ନାହିଁ। ଆଜିର ସେସନ ଆମେ ଜାଣିଲେ ଶୂନ୍ୟ ନକ୍ଷତ୍ର।
ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।